এইটা তো লিଷ୍ଟ ସେଣ୍ଟର ରୁ ଆସିଥିଲା ମୁଁ ଭାବୁଛି ତାର ବାହାରେ ଆହୁରି ବହୁତ ଜଣ ଗୁପ୍ତ ହିସାବରେ ଅଛନ୍ତି ପାକିସ୍ତାନୀ ନାଇଁ ବାଂଲାଦେଶୀ ସଂଖ୍ୟା ତ ବହୁତ ବେଶୀ ହେଇଗଲାଣି ଏବଂ ଭୁବନେଶ୍ୱର ସହରରେ ମତେ ଲାଗୁଛି 10,000 ବାଂଲାଦେଶୀ ଥିବେ ଏସବୁକୁ ବାହାର କରିବାର ଦରକାର କଣ ସବୁ ବିଦେଶୀ ନାଗରିକଙ୍କୁ ବାହାର କରିବା କଥା ଯଦି ସେମାନେ ହିନ୍ଦୁ ନୁହନ୍ତି ତାଙ୍କୁ ବାହାର କରିବା କଥା ହଁ ଅଧିକ ଥିବ ନିଶ୍ଚିତ ଭାବରେ ଅଧିକ କାହାର ଭୋଟ ବ୍ୟାଙ୍କ ହଉ କି ଯାହା ହଉ ସେମାନେ ବାଂଲାଦେଶୀ ମୁସଲିମ ରାକ ସମସ୍ୟା ସୃଷ୍ଟି କରୁଛନ୍ତି ସବୁ ଜାଗାରେ ସମସ୍ୟା ସୃଷ୍ଟି କରୁଛନ୍ତି ଦେଖ ଚୋରି ହାରି ଡକାୟତି ଏ ସବୁ ଗୁଡାକରେ ବାଂଲାଦେଶୀ ଲୋକମାନେ ବିଦେଶୀ ଲୋକମାନେ ଅଛନ୍ତି ଏବେ ଆଉ ଗୋଟେ ନୂଆ ଲୋକମାନେ ଦେଖିବେ ଟିକେ ଟିକେ ମେଙ୍ଗୋଲିଆନ ଆପ୍ରିଆନ୍ସରେ ବେଙ୍ଗୋଲି ଭଳିଆ ଦିଶୁଛନ୍ତି ସେମାନେ ହେଲେ ରୋହିଙ୍ଗ୍ୟା ସେ ରୋହିଙ୍ଗ୍ୟା ବି ଆସିଗଲେଣି ଏମାନେ ବର୍ମାର ଏମାନଙ୍କୁ ବି ଆଇଡେଣ୍ଟିଫାଏ କରିବା କଥା ଏମାନଙ୍କ ସଂଖ୍ୟା ବି କାଫି ମାନେ ହେଲାଣି ଭୁବନେଶ୍ୱର ରେଲୱେ ଷ୍ଟେସନର ସାଇଡ୍ରେ ଦେଖ ନା ଯେତେ ବାଂଲାଦେଶୀ ସମସ୍ତେ ହାଜର ହେଇଗଲେଣି କୋଷ୍ଟାଲ ବେଲ୍ଟ ରାଜନଗର କେନ୍ଦ୍ରାପଡ଼ା ବାଲେଶ୍ୱର ସବୁଆଡେ ତ ବିଦେଶୀ ନାଗରିକ ମାନେ କାଫି ବିଦେଶୀ ନାଗରିକ ସମ୍ବଲପୁରରେ ତ ଦିନକୁ ହଜାର ହଜାର 3ଟା ବସରେ ଆସୁଛନ୍ତି ବାଡଉଛନ୍ତି ଲୋକମାନେ ଏବେ ତ ଆମେ ଯଦି ଆମ ଜାଗାରେ ମାଇନରିଟି ହେଇଯିବୁ ଆସାମ ଭଳିଆ ବୋଲେ କଣ କରିପାରିବା ତାପରେ ଆପଣ ଯୋଉ ପର୍ଯ୍ୟନ୍ତ 80% ଅଛନ୍ତି ଠିକ ଅଛନ୍ତି 80ରୁ ଯଦି କମିଲେ ବୋଲେ ଆପଣ ହାଣ ଖାଇଯିବେ ମନେ ରଖିବା ନିଶ୍ଚିତ ଭାବରେ ଆଇଡେଣ୍ଟିଫାଏ କରି ସେମାନେ ଯୋଉ ମୁର୍ସିଦାବାଦର ଆଧାର କାର୍ଡ ରଖିଛନ୍ତି ମୁର୍ସିଦାବାଦର ଆଧାର କାର୍ଡକୁ ଓଡ଼ିଶାରେ ବ୍ୟାନ୍ କରାଯାଉ ମୁର୍ସିଦାବାଦର ଆଧାର କାର୍ଡ ଯୋଉ ଯେତେ ଅଛି ସେଟା ସବୁ ବାଂଲାଦେଶୀ କାର୍ଡ ଆଉ ୱେଷ୍ଟବେଙ୍ଗଲ ଗଭର୍ଣ୍ଣମେଣ୍ଟ ସେମାନଙ୍କୁ ଦେଇଦେଉଛି ମୁର୍ସିଦାବାଦ ଆଉ ବାକି ଜାଗାରୁ ଆଉ ସେମାନେ ଆମର ଓଡ଼ିଶା ଭିତରେ ପଶି ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଏବେଠୁ ଯଦି ବ୍ୟବସ୍ଥା ନ କରାଯିବ ଆଗାମୀ ଦିନର ପରିସ୍ଥିତି ବହୁତ ଖରାପ ହେବ ବିଜେଡିର ରାଜ୍ୟସଭା ସାଂସଦ ଉପହାସ କରିକି କହିଛନ୍ତି ଯେ ଯୋଉ କଥା କହୁଛନ୍ତି ଆତଙ୍କବାଦ ମାନେ ଧର୍ମ ପଚାରିକି ମାରିଥିଲେ ଆତଙ୍କବାଦଙ୍କର ଧର୍ମ ଜାତି କିଛି ନାହିଁ ଏ ଗୋଟେ ସ୍ପେକୁଲେସନ କରାଯାଉଛି ଏଇଟା ମନଗଢା କାହାଣୀ ବୋଲେ ଆମେ ଚତୁର୍ଥ ସ୍ତମ୍ଭ ଯୋଉ ସମ୍ବାଦପତ୍ର ଅଛି ତାକୁ ଅବିଶ୍ୱାସ କରୁଛୁ ତାମାନେ ଆଉ ସେ କାହିଁ କହୁଛନ୍ତି ସେମାନେ କେବଳ ଧର୍ମ ପଚାରି ନାହାନ୍ତି ପ୍ୟାଣ୍ଟ ଖୋଲିକରି ଲିଙ୍ଗ ଦେଖିଛନ୍ତି ଲିଙ୍ଗ କଟା ହେଇଛି ନା ନାହିଁ ଲିଙ୍ଗ ଯଦି କଟା ହେଇନାହିଁ ମାରିଛନ୍ତି ଏଇଟା ତ ସବୁ ନ୍ୟୁଜ ପେପରରୁ ଦେଖୁଛୁ ଗଣମାଧ୍ୟମରୁ ଆମେ ଜାଣୁଛୁ ଏମାନେ ନୂଆ ସେମାନଙ୍କୁ ଦେଶଟା ଗୋଟେ ଉପହାସ ସେ ମ୍ୟାଡାମ କିଏ ଯେ ମୁଁ ଜାଣିନାହିଁ କିନ୍ତୁ ଯୋଗ୍ୟତା ବଳରେ ନୁହେଁ ସେମିତି କରି କୋଉ ରାଜ୍ୟସଭା କେମିତି ମ୍ୟାନେଜ କରିକି ପହଞ୍ଚି ଯାଇଛନ୍ତି କହୁଛନ୍ତି କଣ ଗୋଟେ ମତେ ତ ଆଦୌ ଦେଶର ସ୍ୱାର୍ଥ ଦୃଷ୍ଟିରୁ କୌଣସିଟା ଯୁକ୍ତିଯୁକ୍ତ ନୁହେଁ ଏବଂ ଏଇ ଯୋଉ କହୁଥିବା ଲୋକଙ୍କ ଉପରେ ଲୋକେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କଥା ଯେତେବେଳେ ସାମାଜିକ ସ୍ତରରେ ଏମାନଙ୍କୁ ବୟକଟ ହବ ଆପଣମାନେ ଦେଖିଛନ୍ତି ଯେ ସେମାନେ ପ୍ରଥମେ ହିନ୍ଦୁ କିଏ ମୁସଲମାନ କିଏ ଗୋଟିଏ ଲାଇନରେ ଛିଡା ହେବା ପାଇଁ କହିଛନ୍ତି ସେମାନେ ଖ୍ରୀଷ୍ଟିଆନ ମାନଙ୍କୁ ବି ମାରିଛନ୍ତି ଜଣେ ଖ୍ରୀଷ୍ଟ ଧର୍ମ କଥା କହିଛି ସେ ତାକୁ ବି ମାରିଛନ୍ତି ଏବଂ ଲୋକଙ୍କୁ ନଙ୍ଗଳା କରିକରି ତାଙ୍କୁ ଲିଙ୍ଗକୁ ଦେଖିଛନ୍ତି ଲିଙ୍ଗ ଚିହ୍ନଟ କରିକରି ମାରିଛନ୍ତି ଏଇଟା ଗୋଟେ କଣ ସେ ଗୋଟେ କହୁଛନ୍ତି ଯେ ଏଇଟା ଗୋଟେ ତାହେଲେ ସେ ଗ୍ରାଉଣ୍ଡରେ ସେ କଣ ସେ ଜାଗାରେ ଉପସ୍ଥିତ ଥିଲେ ମ୍ୟାଡାମ ଏମିତି କଥା କହନ୍ତି ଟିକେ ପାଗଳାମୀ ଅଛି ମ୍ୟାଡାମଙ୍କର ଟିକେ ଠିକ ଅଛି